ଆରେ ଜେଜେ, ଆଜି ଆମକୁ ଏକ ରାଜାରାଣୀ ଗପ କୁହ, ଯେଉଁ କାହାଣୀରେ ରାକ୍ଷସ ଥିବ ଓ ସେ ଗାଁ ଲୋକଙ୍କୁ ହଇରାଣ କରୁଥିବ ଏବଂ ତାକୁ କୌଣସି ଏକ ଗରିବ ଲୋକ ମାରିବ। ଏପରି କାହାଣୀ ଶୁଣିଲେ ବହୁତ ମଜା ଲାଗେ ଓ ମନ ଭିତରେ ଗୋଟିଏ ପ୍ରେରଣା ଆସେ। ମୁଁ ମଧ୍ୟ ଏପରି କାମ କରିପାରିବି। ହଇରେ ବିଜୁ, ଜୀବନରେ ଆଉ କିଛି କଥା ଶିଖିନୁ? କାଲି ପାଇଛୁ କଣ ନା ରାଜାରାଣୀ ଗପ। ହଇରେ, ସର୍ବଦା ତୁ ଏପରି ରାଜାରାଣୀ ଗପ ଶୁଣୁଛୁ। ଆରେ, ତୁ ଏପରି ଗପ ଶୁଣି ଶୁଣି ବିରକ୍ତ ପାଉନୁ ନା ରେ? ମତେ ସବୁଦିନ ଏପରି ଗପ ଶୁଣିଲା ବେଳକୁ ବିରକ୍ତ ଲାଗୁଛି। ତେଣୁ ଜେଜେ, ଆଜି ଗୋଟିଏ ଭୂତ ଗପ କୁହ, ଯେମିତି ଆମେ ଡରିକି ପୁରା ଥରିବୁ। ହଉ ରେ ନାତି ଟୋକା, ତାହେଲେ ଆଜି ମୁଁ ତୁମକୁ ଗୋଟିଏ ସତ ଭୂତ କଥା କହିବି, ଯାହାକୁ ମୁଁ ମୋର ନିଜ ଆଖିରେ ଦେଖିଥିଲି। ଆଜି ମୁଁ ତୁମକୁ କହିବି ବହୁରୂପୀ କଥା। ବହୁରୂପୀ ମାନେ ଯାହାର ଅନେକ ରୂପ ଥାଏ, ତାହା ହାବୁଡ଼ରେ ମୁଁ କେମିତି ପଡ଼ିଲି ଓ ସେପରି ପରିସ୍ଥିତିରେ ମୁଁ କ'ଣ କଲି ଓ କିପରି ବଞ୍ଚିକି ଆସିଲି, ସବୁ କଥା ଗୋଟି ଗୋଟି କରି କହୁଛି ଶୁଣ। ଆଜିଠୁ 50 ବର୍ଷ ତଳର କଥା। ସେତେବେଳେ ମୋତେ 22 ବର୍ଷ ହୋଇଥାଏ। ଆରେ ବାବା ହରିଆ, ତୁ ତୋର ମାମୁଁ ଘରକୁ ଯାଇ ରଜ ଭାରଟା ଦେଇଦେବୁ ଓ ଅଳ୍ପ ସମୟ ସେଠାରେ ରହି ଘରକୁ ପଳାଇ ଆସିବୁ। ତୁ ଯେତେ ଶୀଘ୍ର ହେବ ସେଠାରୁ ଆସିବାକୁ ଚେଷ୍ଟା କରିବୁ, କାରଣ କାଲି ସକାଳେ ଆମ ଘର କାମ ହେବ। ମୋତେ ସାହାଯ୍ୟ କରିବାକୁ କେହି ବି ନାହାନ୍ତି, ଆଉ ଏକଲା ମୁଁ ମଧ୍ୟ କାମ କରିପାରିବି ନାହିଁ। ତେଣୁ ମାମୁଁ ଘରେ ଯେତେ ଅଟକାଇଲେ ମଧ୍ୟ ତୁ ଅଟକିବୁ ନାହିଁ। ଆଉ ହଁ, ରାତି ହେବା ପୂର୍ବରୁ ଘରକୁ ଫେରି ଆସିବୁ, କାରଣ ଜଙ୍ଗଲ ରାସ୍ତା, ଏମିତିରେ ବେଳ ବଜାର ମଧ୍ୟ ଭଲ ନାହିଁ। ମୁଁ ତୋର ଅପେକ୍ଷାରେ ରହିଲି। ଆରେ ବାପା, ମୁଁ ଜାଣିଛି କାଲି ସକାଳେ ଆମ ଘର କାମ ହେବ ବୋଲି। ଆଗକୁ ବର୍ଷା ଦିନ ଆସୁଛି। ଯେତେ ଶୀଘ୍ର ହେବ ଘର କାମ ସାରିଲେ ଆମେ ରହିବା। ଆଉ ତା ଛଡ଼ା ମୋତେ ମାମୁଁ ଘର ଯିବା ପାଇଁ ଜମା ବି ଇଚ୍ଛା ନାହିଁ। ତମେ ଖାଲି ବାଧ୍ୟ କରୁଛ ବୋଲି ମୁଁ ମାମୁଁ ଘର ଯିବା କଥା। ଯେଉଁଠିକି ଯିବାକୁ ମୋର ଇଚ୍ଛା ନାହିଁ, ସେଠାରେ ମୁଁ କେମିତି ରହିବି ବୋଲି ତମେ ଭାବୁଛ? ତେଣୁ ତମେ ଜମା ବି ଚିନ୍ତା କର ନା, ମୁଁ ଘରକୁ ପଳାଇ ଆସିବି। ଏପରି କହି ହରିଆ ତାର ମାମୁଁ ଘରକୁ ଯିବାରେ ଲାଗିଲା। ଉଦୁଉଦିଆ ଖରାବେଳ। ଏ ଖରାରେ ଘରୁ ବାହାରିବା କଷ୍ଟକର ହେଲା। ହରିଆକୁ ବହୁତ ବାଟ ଚାଲି ଚାଲି ତାର ମାମୁଁ ଘରକୁ ଯିବାର ଥିଲା। ତେଣୁ ସେ କିଛି ବାଟ ଚାଲିବା ପରେ ବହୁତ ଜୋରେ ଥକିଗଲା। ତେଣୁ ସେ ଯାଇ ଗୋଟିଏ ଜାଗାରେ ବିଶ୍ରାମ ନେଲା। ଓହୋ, କି ଖରାରେ! ବାପରେ ବାପ, ଏ ଖରା ଯୋଗୁଁ ଦେହ ହାତ କ'ଣ ହୋଇଯାଉଛି। ଖାଲି ତଣ୍ଟି ଶୁଖି ଯାଉଛି, ଯାହାଦ୍ୱାରା ଚାଲିବାକୁ ଆଉ ବଳ ପାଉନି। ମୋ ମାମୁଁ ଘର ଆହୁରି ପାଖାପାଖି 10 କିଲୋମିଟର ରହିଲାଣି। ଏତେ ଖରାରେ ଚାଲିକି ଯିବାକୁ ମୋର ବଳ ପାଉନି। ତେଣୁ ଯାଉଛି, ଏଠାରେ କିଛି ସମୟ ବିଶ୍ରାମ ନେବି ଓ ତାପରେ ଯାଇ ମାମୁଁ ଘରକୁ ଯିବି। ନହେଲେ ଯଦି ଏକାଥରେ ଚାଲେ ନା, ତାହେଲେ ଜଣା ନାହିଁ କେତେବେଳେ ମୋର ମୃତ୍ୟୁ ହୋଇଯିବ। ଏପରି କହି ହରିଆ ସେଠାରେ କିଛି ସମୟ ବିଶ୍ରାମ ନେଲା। ବିଶ୍ରାମ କରୁ କରୁ ତାର ଆଖି ଲାଗିଗଲା। ତେଣୁ ନିଘୋଡ଼ ନିଦରେ ଶୋଇପଡ଼ିଲା। ଧୀରେ ଧୀରେ ସମୟ ଗଡ଼ି 2 ଘଣ୍ଟା ବିତିଗଲାଣି, ହେଲେ ହରିଆର ନିଦ ଭାଙ୍ଗୁ ନଥାଏ। ହଠାତ୍ ଏତିକି ବେଳେ ତାର ନିଦ ଭାଙ୍ଗିଗଲା। ତେଣୁ ସେ କହିଲା, ଆରେ, ସୂର୍ଯ୍ୟଙ୍କୁ ଦେଖି ଜଣାପଡ଼ୁଛି ମୁଁ ବିଶ୍ରାମ କରୁ କରୁ ପାଖାପାଖି 2 ଘଣ୍ଟା ଶୋଇପଡ଼ିଲି। ଏବେ କ'ଣ କରିବି? କେମିତି ଶୀଘ୍ର ମାମୁଁ ଘରକୁ ଯାଇ ରାତି ହେବା ପୂର୍ବରୁ ଫେରିବି? ମୋତେ ତ ଏସବୁ ଅସମ୍ଭବ ଲାଗୁଛି। ତେଣୁ ମୋତେ ଶୀଘ୍ର ଯାଇ ମାମୁଁ ଘରେ ପହଞ୍ଚିବାକୁ ପଡ଼ିବ ଓ ରାତି ହେବା ପୂର୍ବରୁ ଫେରିବାକୁ ପଡ଼ିବ। ଥରେ ଜଙ୍ଗଲ ରାସ୍ତା ଦିନ ଥାଉଁ ଥାଉଁ ପାରି ହୋଇଗଲେ ଆଉ ଅସୁବିଧା କିଛି ହେବନି। ହଉ, ମୁଁ ଯାଉଛି ଏବେ। ଏପରି କହି ସେ ଚାଲି ଚାଲି ମାମୁଁ ଘରକୁ ଯିବାରେ ଲାଗିଲା। କିଛି ସମୟ କଷ୍ଟ କରି ଚାଲିବା ପରେ ଶେଷରେ ସେ ଯାଇ ମାମୁଁ ଘରେ ପହଞ୍ଚିଗଲା। ମାମୁଁ ଘରେ ପହଞ୍ଚିବା ପରେ
ମାମୁଁ ହରିଆକୁ ଦେଖି ବହୁତ ଖୁସି ହୋଇ କହିଲେ, ଅରେ ଶାନ୍ତି ଦେଖିବ ଆସ, ଘରକୁ କିଏ ଆସିଛି? ତମ ଗେହ୍ଲା ଭଣଜା ଆସିଛି। ଆରେ ହରିଆ, ତୁ ଛୋଟଟେ ହୋଇଥିଲୁ ତତେ ଦେଖିଥିଲି, ସେବେଠୁ ଆଉ ତତେ ଦେଖିନି। ଆଉ ତୁ ମଧ୍ୟ ତୋ ମାମୁଁ ଘରକୁ ଆସୁନୁ। ହଇରେ, ତୋର କ'ଣ ତୋ ମାମୁଁ କଥା ମନେ ପଡ଼ୁନି? ନା ଏଠାକୁ ଆସିବାରେ ତୋର ଇଚ୍ଛା ନଥିଲା? ମୁଁ ତ ଭାବୁଥିଲି ତତେ ନ ଦେଖିବା ଆଗରୁ ମୁଁ ମରିଯିବି ବୋଲି। ଯାହା ହେଉ, ତତେ ଦେଖିବାକୁ ମିଳିଗଲା। ଆରେ ଭଣଜା, ତୁ ଏତେ ଦିନ ପରେ ଆମ ଘରକୁ ଆସିଛୁ ମାନେ 10-15 ଦିନ ରହିକି ଯିବୁ, ନହେଲେ ତତେ ଏଠାରୁ ଯିବାକୁ ଦେବିନି। ଆରେ ମାମୁଁ, ତମ ପାଖକୁ ଆସିବାକୁ ମୋର ବହୁତ ଇଚ୍ଛା ହୁଏ, ହେଲେ ଘରର କାମ ପାଇଁ କେବେ ବି ସମୟ ହୁଏନି ଏଠାକୁ ଆସିବା ପାଇଁ। ହେଲେ ରଜ ଭାର ଦେଇ ବାପା ଏଠାକୁ ପଠାଇଥିବାରୁ ମୁଁ ତୁମ ପାଖକୁ ଆସିଲି ଏବଂ ଏତେ ଦିନ ପରେ ତୁମକୁ ଦେଖି ମୋତେ ବହୁତ ଖୁସି ଲାଗିଲା। ହେଲେ ମାମୁଁ, ତମର ଗୋଟେ କଥାକୁ ମୁଁ ମାନିପାରିବି ନାହିଁ, ଓ ସେଇଟା ହେଲା ଏଠାରେ 15 ଦିନ ରହିବା। କାରଣ କାଲି ସକାଳେ ଆମ ଘର କାମ ହେବ। ବାପା ଘରେ ଏକଲା ଅଛନ୍ତି, ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ କେହି ନାହାନ୍ତି। ତେଣୁ ମୋତେ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ତେଣୁ ମୋତେ ଆଜି ରାତି ହେବା ପୂର୍ବରୁ ଯିବାକୁ ପଡ଼ିବ, ନହେଲେ ବାପା ହଇରାଣ ହେବେ। ହେଲେ ମାମୁଁ, ତମେ ଜମା ବି ଚିନ୍ତା କର ନା। ଆମ ଘର କାମ ସରିବା ପରେ ମୁଁ ନିଶ୍ଚିତ ଏଠାରେ 10-15 ଦିନ ରହିବି। ଏହା ଶୁଣି ମାମୁଁଙ୍କ ମନ ଦୁଃଖ ହେଲା। ହେଲେ ଘରର ପରିସ୍ଥିତି ବୁଝିପାରି ହରିଆକୁ ରହିବା ପାଇଁ ବାଧ୍ୟ କଲେ ନାହିଁ ଓ କହିଲେ, ଆରେ ହରିଆ, ମୁଁ ଭାବିଥିଲି ତତେ ଘରେ ଅଟକାଇ ରଖିବି ବୋଲି। ତେଣୁ ତୁ ତ ଏପରି ଘର ବନାଯିବା କଥା କହୁଛୁ। ହଉ ଛାଡ଼ ସେ କଥା। ମୁଁ ଯାଉଛି ମାର୍କେଟରୁ ମଟନ ନେଇକି ଆସିବି ଓ ତାପରେ ଆମେ ମାମୁଁ ଭଣଜା ମିଶି ଖାଇବା। ତାପରେ ଘରକୁ ଯିବୁ। ଆରେ ମାମୁଁ, ଯାହା କରୁଛ କର, ହେଲେ ଗୋଟେ କଥା ମନେ ରଖିକି କରିବ। ସନ୍ଧ୍ୟା ପୂର୍ବରୁ ସବୁ କାମ ସାରିଦେବ, ଯେମିତି ମୁଁ ଠିକ୍ ଟାଇମରେ ଖାଇ ଘରକୁ ଫେରିବି। ରାତି ହେବା ପୂର୍ବରୁ ମୋତେ ଜଙ୍ଗଲ ରାସ୍ତା ପାରି ହେବାକୁ ପଡ଼ିବ, ନହେଲେ ମୁଁ ବହୁତ ବଡ଼ ଅସୁବିଧାରେ ପଡ଼ିଯିବି। ହରିଆର ଏକଥାରେ ତାର ମାମୁଁ ରାଜି ହୋଇଗଲେ ଏବଂ ଧୀରେ ଧୀରେ ସମୟ ବିତି ଚାଲିଲା ଏବଂ ହରିଆ ମଧ୍ୟ ମଟନ ଖାଇ ଘରକୁ ଯିବାକୁ ରେଡି ହୋଇଗଲା। ହେଲେ ଗୋଟିଏ ଅସୁବିଧା ହୋଇଗଲା। ସେ ଫେରୁ ଫେରୁ ରାତି ହୋଇ ଆସିଲାଣି। ଏହା ଦେଖି ମାମୁଁ କହିଲେ, ଆରେ ହରିଆ, ମଟନ ବନାଉ ବନାଉ ଟିକେ ଡେରି ହୋଇଗଲା। ଏମିତିରେ ତୁ କିଛି ଖବର ନ ଦେଇ ଘରେ ପହଞ୍ଚିଲୁ, ତା ସହ ଡେରିରେ ପହଞ୍ଚିଲୁ। ତେଣୁ ସବୁ ଯୋଗାଡ଼ ଯନ୍ତ୍ର କରି ଫେରୁ ଫେରୁ ରାତି ହୋଇଗଲା। ତେଣୁ ରାତିରେ ଜଙ୍ଗଲ ରାସ୍ତା ଦେଇ ଫେରିବାଟା ମୋତେ ଠିକ୍ ଲାଗୁନି। ତୁ ଗୋଟେ କାମ କର, ଆଜି ରାତିରେ ଏଇଠାରେ ରହିଯା, କାଲି ଭୋରୁ ଉଠି ପଳାଇବୁ। ତତେ ଏତେ ରାତିରେ ଏକଲା ଛାଡ଼ିବାକୁ ମୋତେ ଇଚ୍ଛା ହେଉନି। ଆରେ ମାମୁଁ, ଏଥିରେ ତୁମର କିଛି ବି ଭୁଲ ନାହିଁ। ମୋର ଆସିବା ବିଳମ୍ବ ହେବାରୁ ଏପରି ହେଲା। ରାତି ଦେଖି ମୋତେ ବି ଡର ଲାଗୁଛି, ହେଲେ ମୁଁ ଚାହିଁଲେ ବି ରହିପାରିବିନି, କାରଣ ବାପା ମୋର ଫେରିବା ବାଟକୁ ଅନାଇ ବସିଥିବେ। ଯଦି ମୁଁ ଆଜି ନ ଫେରେ, ତାହେଲେ ସେ ଅଯଥାରେ ଚିନ୍ତାରେ ପଡ଼ିଯିବେ। ତେଣୁ ମାମୁଁ, ତମେ ଜମା ବି ଚିନ୍ତା କର ନା, ମୁଁ ଠିକ୍ ସମୟରେ ଘରେ ପହଞ୍ଚିଯିବି। ଆରେ ଭଣଜା, ତତେ ଏଠାରୁ ଯିବାକୁ ଦେବା ମୋର ଜମା ବି ଇଚ୍ଛା ନାହିଁ। ହେଲେ ତୋ କଥା ଶୁଣି ମୁଁ ମଧ୍ୟ ଅଟକାଇ ପାରୁନି। ହେଲେ ମୁଁ ତତେ ଗୋଟିଏ ଜିନିଷ ଦେଉଛି, ତାକୁ ତୁ ଲୁଚେଇକି ନେଇକି ଯିବୁ ଓ ଆବଶ୍ୟକ ସମୟରେ ତାର ବ୍ୟବହାର କରିବୁ। ହଉ, ଏବେ ଆଉ ବେଶୀ ବିଳମ୍ବ ନ କରି ଶୀଘ୍ର ପଳା। ମାମୁଁ ଏପରି କହି ହରିଆକୁ ଗୋଟିଏ ଜିନିଷ ଲୁଚାଇକି ଦେଲେ ଓ ତାକୁ ମଧ୍ୟ ହରିଆ ଲୁଚେଇକି ନେଇକି ଆସିଲା। ସେ ଘରଠାରୁ କିଛି ବାଟ ଚାଲିକି ଯାଇଛି। ଜଙ୍ଗଲ ରାସ୍ତା ଆରମ୍ଭ ହେବାକୁ ଯାଉଥିଲା। ଏତିକି ବେଳେ ହଠାତ୍ ତାର ସାମ୍ନାକୁ ଗୋଟିଏ ତାନ୍ତ୍ରିକ ଆସିଲା ଓ କହିଲା, ଆରେ ଏ ପୁଅ, ରହିଯା କହୁଛି। ଏ ଜଙ୍ଗଲ ଦେଇ ଯାଆନା। ଦେଖ, ରାତି ହୋଇଗଲାଣି। ଏତେ ରାତିରେ ଏ ଜଙ୍ଗଲ ଦେଇ ଯିବାଟା ତୋ ପାଇଁ ବହୁତ ବିପଦ, କାରଣ ଏ ଜଙ୍ଗଲରେ ଗୋଟେ ବହୁରୂପୀ ରହୁଛି
ଯିଏ କି ଏଇ ବାଟ ଦେଇ ଯାଉଥିବା ଲୋକଙ୍କୁ ତାର ଜାଲରେ ଫସାଇ ମାରୁଛି। ତେଣୁ ଯଦି ମୋ କଥାରେ ଭରସା ଅଛି ଓ ବଞ୍ଚିବାର ଯଦି ଇଚ୍ଛା ଅଛି ତାହେଲେ ଏ ଜଙ୍ଗଲ ଦେଇ ନ ଯାଇ ଏଠାରୁ ଫେରିକି ପଳା, ନହେଲେ କାଲି ସକାଳେ ତମ ଘର ଲୋକ ତୋର ଶବ ପାଖରେ ବସି କାନ୍ଦୁଥିବେ। ଆରେ ବାବା, ମୁଁ ତୁମ କଥାକୁ ଅବମାନନା କରିବାକୁ ଚାହୁଁନି, ହେଲେ ମୋତେ ଆଜି ମୋର ଘରକୁ ଯିବାକୁ ପଡ଼ିବ, ନହେଲେ ବହୁତ ହଇରାଣ ହେବେ ମୋ ବାପା। ମୁଁ ସେଇ ଭଗବାନଙ୍କ ଉପରେ ସବୁକିଛି ଛାଡ଼ି ଦେଇଛି, ସେ ହିଁ ସବୁକିଛି ଠିକ୍ କରିଦେବେ। ବାସ୍ ତାଙ୍କୁ ଡାକି ଏ ଜଙ୍ଗଲ ରାସ୍ତା ପାରି କରିଦେବି। ବାବା, ତମେ ମୋତେ ଆଶୀର୍ବାଦ କର, ମୁଁ ଯେମିତି ଏ ଜଙ୍ଗଲକୁ ଭଲରେ ଭଲରେ ପାରି କରିଦେବି। ଆରେ ବାବା, ତୁ ତୋର ମୃତ୍ୟୁକୁ ଡରୁନି ମାନେ ନିଶ୍ଚିତ ତୋ ମୁଣ୍ଡରେ କିଛି ବଡ଼ ଦାୟିତ୍ୱ ଅଛି। ତେଣୁ ଏପରି ମୋ କଥାକୁ ଶୁଣିବା ପରେ ମଧ୍ୟ ନ ଡରି ଜଙ୍ଗଲ ରାସ୍ତା ପାରି ହେବା ପାଇଁ କହୁଛୁ। ତେଣୁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ଯେମିତି ତମେ ଭଲରେ ଭଲରେ ଘରେ ପହଞ୍ଚି ଯାଅ ଏବଂ ତୁମର ଦାୟିତ୍ୱକୁ ମେଣ୍ଟାଅ। ହଉରେ ପୁଅ, ତୁମେ ଆଉ ବେଶୀ ବିଳମ୍ବ ନ କରି ଶୀଘ୍ର ଏଠାରୁ ପଳାଅ। ଯେତେ ଅଧିକ ରାତି ହେବ ତମେ ସେତେ ହଇରାଣ ହେବ। ଏହା ଶୁଣିବା ମାତ୍ରେ ହରିଆ ମନେ ମନେ ଡରୁଥିଲେ ମଧ୍ୟ ତାର ଦାୟିତ୍ୱ ତାକୁ ଜଙ୍ଗଲ ରାସ୍ତା ପାରି ହେବା ପାଇଁ ସାହସ ଦେଉଥାଏ। ତେଣୁ ସେ ସାହସର ସହ ଭଗବାନଙ୍କୁ ପ୍ରାର୍ଥନା କରି ଜଙ୍ଗଲ ଭିତରକୁ ପଶିଲା। ସେ ପାଖାପାଖି ଜଙ୍ଗଲ ରାସ୍ତାରେ 5 କିଲୋମିଟର ଚାଲିଛି। ଅନ୍ଧାର କାରଣରୁ ତାକୁ ଆଉ ରାସ୍ତା ଠିକ୍ରେ ଦେଖାଦେଲାନି। ଏତେ ଅନ୍ଧାର ଭିତରେ କୁଆଡ଼େ ଯିବ ସେ କିଛି ଜାଣିପାରୁନଥିଲା। ତେଣୁ ସେ କହିଲା, ଆରେ ବଡ଼ ଅଡ଼ୁଆରେ ପଡ଼ିଗଲି। ଏଠାରେ ତ ଏତେ ଅନ୍ଧାର ଯେ ଠିକ୍ରେ ରାସ୍ତା ଦେଖା ହେଉନି। ଏବେ ମୁଁ କୁଆଡ଼େ ଯିବି ଓ କେମିତି ଯାଇ ମୋ ଘରେ ପହଞ୍ଚିବି? ମୁଁ ପୁରା ଅଳସୁଆଟା। ମୋ ଅଳସୁଆ ଗୁଣ ପାଇଁ ଆଜି ଏପରି ଅସୁବିଧାରେ ପଡ଼ିଛି। ଯଦି ମୁଁ ଆସିଲା ବେଳେ 2 ଘଣ୍ଟା ବିଶ୍ରାମ ନ କରିଥାନ୍ତି ତାହେଲେ ହୁଏତ ଆଜି ମୋତେ ରାତିରେ ଫେରିବାକୁ ପଡ଼ିନଥାନ୍ତା। ମୋ ବାପା ମୋତେ ବାରମ୍ବାର କହି ଘରୁ ଛାଡ଼ିଥିଲେ ଯେତେ ଶୀଘ୍ର ହେବ ଦିନ ଥାଉ ଥାଉ ଏ ଜଙ୍ଗଲ ରାସ୍ତା ପାରି ହେବା ପାଇଁ। ହେଲେ ମୁଁ ସବୁକିଛି ଗଡ଼ବଡ଼ କରିଦେଲି। ଏବେ ଜଣା ନାହିଁ ମୁଁ ଘରେ ପହଞ୍ଚି ପାରିବି କି ନାହିଁ। ସେ ଏତିକି କହିଛି କି ନାହିଁ, ହଠାତ୍ କିଛି ଖଡ଼ଖଡ଼ ହେବାର ଆବାଜ ବଣ ଭିତରୁ ଆସିଲା। ଏହା ଦେଖି ସେ ପୁରା ଡରିଗଲା। ହେଲେ ଏତିକି ବେଳେ ତାର ନଜର ପଡ଼ିଲା ସେ ବଣ ଭିତରୁ ଗୋଟିଏ ବିଲୁଆ ବାହାରି ତା ଆଡ଼କୁ ଆସୁଥାଏ। ସେ ବିଲୁଆ ଆସୁ ଆସୁ ହଠାତ୍ ଗୋଟିଏ ଗାଈରେ ପରିଣତ ହୋଇଗଲା ଓ ତାପରେ ହଠାତ୍ ସେ ଗାଈଟି ଗୋଟିଏ ଚଢ଼େଇରେ ପରିଣତ ହୋଇଗଲା। ଏସବୁ ଦୃଶ୍ୟ ଦେଖି ହରିଆର ଦେହ ହାତ ପୁରା ଶୂନ ପଡ଼ିଯାଇଥାଏ। ତାକୁ ଏପରି ଲାଗୁଥିଲା ଏସବୁ ଦୃଶ୍ୟ ଦେଖି ସତେ ଯେପରି ସେ ମରିଯିବ। ସେ ଏପରି ଡରି ମନେ ମନେ ଭାବିଲା, ଆରେ ଆଜି ହେଉଛି ମୋର ପୁରା ଶେଷ ଦିନ। ସେ ବାବା ମୋତେ ଅଟକାଉଥିଲେ, ମାମୁଁ ମଧ୍ୟ ଅଟକାଉଥିଲେ, ହେଲେ ମୁଁ ମୋର ଦାୟିତ୍ୱ ଓ ଜିଦ୍ ପାଇଁ ଘରୁ ପଳାଇ ଆସିଲି, ଯାହାଦ୍ୱାରା ଆଜି ଏ ଭୟଙ୍କର ବହୁରୂପୀ ହାବୁଡ଼ରେ ପଡ଼ିଗଲି। ଏବେ ଦୌଡ଼ିବାକୁ ଚାହିଁଲେ ମଧ୍ୟ ମୋ ଶରୀରର ବଳ ପାଉନି। ଏବେ ମୁଁ କ'ଣ କରିବି? ହେ ପ୍ରଭୁ, ଏବେ ତୁମେ ହିଁ କିଛି ବାଟ ଦେଖାଅ, ମୋତେ ବଞ୍ଚାଅ ପ୍ରଭୁ। ସେ ଏପରି ଭାବୁଥିବା ବେଳେ ହଠାତ୍ ଦେଖିଲା ଚଢ଼େଇଟି ଗୋଟିଏ ଡାହାଣୀରେ ପରିଣତ ହୋଇ ତା ପାଖରେ ପହଞ୍ଚିଗଲା ଓ ତାପରେ କହିଲା, ହଇରେ ମୂର୍ଖ ମଣିଷ, ତୁ ଆଜି ମୋର ଶିକାର ହେବୁ। ଆଜି ତୋତେ କେହି ବି ମୋ ହାତରୁ ବଞ୍ଚାଇ ପାରିବେ ନାହିଁ। ମୋ ଭୟରେ ଏ ଜଙ୍ଗଲ ଦେଇ କେହି ବି ରାତିରେ ଯାଆନ୍ତି ନାହିଁ ଓ ଯିଏ ବି ଯାଇଛି ସେ ଆଉ କେବେ ବି ଘରକୁ ଫେରିନି। ତୁ ମଧ୍ୟ ଆଜି ଠିକ୍ ସେମିତି ଘରକୁ ଫେରିବୁ ନାହିଁ। ତୁ ଆସିଲା ବେଳେ ମୁଁ ତୋତେ ଅଟକାଇଥିଲି, ହେଲେ ତୁ ମୋ କଥା ନ ଶୁଣି ଏ ଜଙ୍ଗଲ ଦେଇ ଆସିଲୁ ଓ ନିଜ ମୃତ୍ୟୁକୁ ନିଜ ହାତରେ ଲେଖିଲୁ। ଏହା ଶୁଣି ସେ ପୁରା ଡରିଗଲା। ଡରରେ ଶରୀର ପୁରା ଥଣ୍ଡା ପଡ଼ିଯାଉଥାଏ। ଏ କ୍ଷେତ୍ରରେ ନିଜକୁ କେମିତି ବଞ୍ଚାଇବ ସେ କିଛି ବି ବୁଝିପାରୁନଥାଏ। ତେଣୁ ସେ ଭୟରେ କହିଲା, ଆରେ ଏ ଡାହାଣୀ, ଦୟାକରି ମୋତେ ଛାଡ଼ିଦେ ଓ ମୋତେ ଘରକୁ ଯିବାକୁ ଦେ। ମୋତେ ମାରନା। ମୁଁ ଅଜଣାରେ ଏଠାକୁ ପଳାଇ ଆସିଲି। ତୁ ଯଦି ତୋର ପ୍ରକୃତ ରୂପ ଦେଖାଇ ଜଙ୍ଗଲକୁ ଯିବା ପୂର୍ବରୁ ଅଟକାଇଥାନ୍ତୁ
ताहले हुए तो मु भୟରେ या भितर देई आसी नथांती हेले तू गोटे बाबा रूपरे मते अटकाइलु सत हेले जंगल पारी हेबा पई मध्य मते साहस देलु जा द्वारा मु या भितर पसिली तेणु मते बास गोटे थर छाड़ी दे मु आउ केबे भी ए जंगल रास्ता दे जीबिनी। होइरे मूर्ख मनीष मु तते कौन कहले तू बोधे बुझी पारिलु नाहु ए जंगल को जे थरे आसीचे ओ मो हाबुड़े पड़ीचे से केबे भी मो हाथर बंचिक जाइने तो तू किपरि भाविदेलु बंचिक जुबु बोले तू मध्य मो हाथर आज मरिबा पाई प्रस्तुत हो जा तते केही भी बंचाई पारिबे नाही। डाहाणी एतिकी कहिबा परे हरिया संगे संगे तार मामू देइथिबा गोटिए मंत्र बाड़ी बाहर कला एवं से डाहाणी को पिटिला जहाद्वारा से डाहाणी संगे संगे गोटिए गुणिया परिणत होईगला ओ तापरे कहिला अरे धन्यवाद भाई तुम पाई आजी मु मोर प्रकृत रूप को फेरी पाइली मु गोटिए गुणिया मु खबर पाइली ए जंगल रे गोटिए बहुरूपी अछि बोली तेणु ताकू मारिबा पाई ए जंगल को आसीथिले हेले मोर मंत्र पढ़िबा भूल हेबारु ए बहुरूपी मो शरीर रे रही जाई ए जंगल को लोकन को डाके एवं मारे मु पाखापाखि 10 वर्ष हेबो या कबल रे बंधीन होई रहिची आज मते मुक्त कल तमे सेतिपाई तुमको जेते धन्यवाद देले मध्य कम पड़िबो। एपरि भाबे हरिया बंचिबा सह गुणिया को मध्य बंचाई देला। ये हेउची बात्या परर दृश्य। बात्यार आतंक पूरा सबुआड़े खेली जाइछि। एही बात्या समस्तक जीवन रे एक दुखर दृश्य नहीं आसीछि। कहार घर द्वार भांगिछि तो आउ कहार चाष जमी नष्ट हो जाइछि। आरे ए सूर्या भाई ए बात्या मोर सब किछि नष्ट करदेला रे मु पूरा बर्बाद होई गली। मु चाष पाई बैंक रु लोन आनिथिली एथर मध्य मोर चाष भल होइतिला मते तो लागुथिला एथर भल टंका रोजगार हेबो हेले चाष बाहरिबा पूर्वरु बात्या आसी मो चाष जमी सब नष्ट करदेला। एबे मु बैंक लोन केमिति सुझिबी किपरि बंचिबी। हईरे माधव यह केवल तोर एकला समस्या नुह बरं सबु चाषी मानकर समस्या। तोर तो केवल चाष जमी नष्ट होइछि मोर तो चाष जमी सह घर मध्य नष्ट हो जाइछि। एबे मु रहिबी कोउठी खाइबी कौन किछि भी बुझी पारुनी रे। हे प्रभु एबे तुमे ही बंचिबार किछि बाट देखाओ। एपरि प्रत्येक लोकंकर जीवन रे किछि ना किछि दुख बात्या आनी देइछि। गाँ लोक भाबुथिले एहा हेउछि शेष दुख हेले से जानि नथिले ये तो बास आरंभ थिला आगो एक भयंकर दुख आसीबार थिला। मु एपरि कहिबार कारण कौन आगो को देख। सूर्या तार चाष जमी पाखकु जाउथिला से जाउथिबा बेले देखिला जंगल भितरु एक अजीब प्रकार हलचल हेउछि। सते जेमिति जंगल भितरे पुणी एक झड़ सृष्टि होई जिवो। एहा देखि ता मनरे एक जिज्ञासा सृष्टि हेला जंगल रे कौन हेउछि देखिबा पाई। तेणु हलचल हेउथिबा जागा आड़ू को गला एवं से जागा उपरे पहुंचबा परे एमिति एक जिनिष देखिला जाहाकू देखि से तार आखि को विश्वास करि पारिला नाही। से देखिला एक बात्या भूत सेठारे थाए। हा 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 मु एबे आजाद एबे मते केही रोकी पारिबे नाही। बास मु बहुत दिन रु अपेक्षा करितिले केमिति एक बड़ बात्या हेबो ओ मु बंधन रु मुक्त हेबी। आज से दिन आसीगला शेषरे मु मुक्त होई गली। एबे हेबो मृत्युर तांडव। गोटे परे गोटे मनीष को मारी खाई मो पेट पुराइबी आ मु भी देखिबे एबे किए मते अटकाउछि। बाप रे बाप ये कौन एते भयंकर भूतटा केउठी आसिला
ଓ ଏଠାକୁ କେମିତି ଆସିଲା? ଲାଗୁଛି ଏ ବାତ୍ୟା ଯୋଗୁଁ ଏଠାରେ ପ୍ରକଟ ହୋଇଛି। ଗୋଟିଏ ଭୟ ଯାଇନି, ଆଉ ଏକ ଭୟ ସୃଷ୍ଟି ହେଲା। ହେ ପ୍ରଭୁ, ଏବେ ଆମେ କ'ଣ କରିବୁ? ଏମିତିରେ ଆମ ଚାଷ ଜମି ସବୁ ନଷ୍ଟ ହୋଇଯାଇଛି। ଖାଇବା ପାଇଁ କିଛି ନାହିଁ। ଭୋକ ଉପାସରେ ମରିବୁ କି କ'ଣ ଠିକ୍ ନାହିଁ। ହେଲେ ଇଏ ଏବେ ଆଉ ଏକ ଭୟଙ୍କର ଭୟ ମାଡ଼ି ଆସିଲାଣି। ସୁରିଆ ଏତିକି କହିଛି କି ନାହିଁ, ଭୂତକୁ ହଠାତ୍ ମଣିଷର ବାସ୍ନା ଆସିଲା। ମଣିଷ ବାସ୍ନା ପାଇ ସେ କହିଲା, ଆରେ ଲାଗୁଛି ଏଇ ପାଖରେ କିଏ ମଣିଷ ଅଛି ବୋଧେ, ଯିଏକି ମୋତେ ଦେଖି ସାରିଲାଣି। ତେଣୁ ମୋତେ ଶୀଘ୍ର ସେ ମଣିଷକୁ ମାରିବାକୁ ପଡ଼ିବ, ନହେଲେ ଇଏ ଯାଇ ସବୁଆଡ଼େ ମୋ ବିଷୟରେ କହିଦେବ, ଯାହାଦ୍ୱାରା ଲୋକେ ସତର୍କ ହୋଇଯିବେ ଏବଂ ମୋତେ ଆଉ କିଛି ବି ମିଳିବ ନାହିଁ। ଆରେ ଭୂତ ତ ଏବେ ଏବେ ଜୋରରେ ପାଟି କରି ହସୁଥିଲା, ହେଲେ ଏବେ କ'ଣ ବଡ଼ ବଡ଼ ହୋଇ ଗପି ଯାଉଛି। ସେ ଆଉ ମୋ ବିଷୟରେ ଜାଣିଯାଇନି ତ। ତେଣୁ ମୋତେ ଶୀଘ୍ର ଏଠାରୁ ଯିବାକୁ ପଡ଼ିବ, ନହେଲେ ଏଟା ଯେମିତି ଭୟଙ୍କର ହୋଇଛି, ସଙ୍ଗେ ସଙ୍ଗେ ମୋତେ ଗୋଟା ଚୋବାଇ ଚୋବାଇ ଖାଇଯିବ। ସୁରିଆ ଏତିକି କହିଛି କି ନାହିଁ, ହଠାତ୍ ଗୋଟିଏ ଆଲୋକ ତା ଆଡ଼କୁ ଆସିଲା ଓ ତାକୁ ଭୂତ ପାଖକୁ ନେଇ ବାତ୍ୟା ଭିତରେ ପୁରାଇ ଦେଲା। ଏବଂ ତାପରେ ଭୂତ କହିଲା, ଆରେ ଇଏ ଭାବିଥିଲା ମୁଁ ଅନ୍ୟ ଭୂତଙ୍କ ପରି କମଜୋର, ତେଣୁ ଇଏ ଲୁଚିକି ଦେଖିବ ଓ ମୁଁ ଜାଣିପାରିବି ନାହିଁ। ମଣିଷ ସର୍ବଦା ଏଇ ଚାଲାକି ଦେଖାଇବା ଚକ୍କରରେ ମୃତ୍ୟୁ ଆଡ଼କୁ ଚାଲି ଯାଉଛନ୍ତି। ଏବେଠାରୁ ଆରମ୍ଭ ହେଲା ମୃତ୍ୟୁର ତାଣ୍ଡବ। ଭୂତ ଏପରି କହି ଆଗକୁ ମାଡ଼ି ଚାଲିଲା ଏବଂ ଏଠାରେ ସୁରିଆ ଘରକୁ ଫେରିବା ବିଳମ୍ବ ହେବାରୁ ତା ପୁଅ ତାକୁ ଖୋଜୁଥାଏ। ଆରେ ଏ ମାଧବ ଦାଦା, ତମର ଓ ମୋ ବାପାଙ୍କର ବହୁତ ଭଲ ସାଙ୍ଗ। ତମେ ଏଠାରେ ଅଛ, ହେଲେ ମୋ ବାପା କୁଆଡ଼େ ଗଲେ? ସେ ସକାଳୁ ଘରୁ ଯାଇଛନ୍ତି ଯେ ଏପର୍ଯ୍ୟନ୍ତ ଆସିନାହାନ୍ତି। ସେ କେବେ ବି ଏତେ ପର୍ଯ୍ୟନ୍ତ ବାହାରେ ରୁହନ୍ତି ନାହିଁ। ମୁଁ ତ ବହୁତ ଆଡ଼େ ଖୋଜି ସାରିଲିଣି, ଅଥଚ ତାଙ୍କୁ ପାଉନି। ତମେ ତାଙ୍କୁ ଦେଖିଛ କି? ଆରେ ବିଜୁ, ମୁଁ ସକାଳେ ତ ବାପା ସାଥିରେ ଶେଷ ଥର ପାଇଁ କଥା ହୋଇଥିଲି, ହେଲେ ତାପରେ ଆଉ ତାଙ୍କୁ ଦେଖିନି। ହେଲେ ହଁ, ମୋ ସାଥିରେ କଥା ହେବା ପରେ କହୁଥିଲା ଚାଷ ଜମି ଆଡ଼କୁ ଯିବ ବୋଲି। ବୋଧେ ସେଇଆଡ଼େ ଯାଇଥିବ। ତେଣୁ ତୁ ଗୋଟେ କାମ କର, ଚାଷ ଜମି ଆଡ଼କୁ ଟିକେ ଯା। ଚାଷ ଜମି ଆଡ଼ୁ ଟିକେ ତୋର ବାପାଙ୍କୁ ଖୋଜି ଆସ, ଦେଖିବୁ ସେ ନିଶ୍ଚିତ ମିଳିଯିବେ। ଜମିର ଧାନ ଗୁଡ଼ିକ ବହୁତ ଅଡ଼ୁଆ ହୋଇଯାଇଥିଲା, ତେଣୁ ସେଗୁଡ଼ାକୁ ବୋଧେ ତୋ ବାପା ସଜାଡ଼ୁଥିବେ। ତେଣୁ ଘରକୁ ଆସିବା ବିଳମ୍ବ ହେଉଛି। ଏହା ଶୁଣି ବିଜୁ ଚାଷ ଜମି ଆଡ଼କୁ ଯିବାରେ ଲାଗିଲା। ସେ କିଛି ବାଟ ଗଲା ପରେ ଯାଇ ତାଙ୍କ ଜମି ପାଖରେ ପହଞ୍ଚିଗଲା ଓ ସେଠାରେ ପହଞ୍ଚି ଦେଖେ ତ ତା ବାପା ନାହାନ୍ତି। ତେଣୁ ସେ ତାର ବାପାଙ୍କୁ ଜୋରରେ ପାଟି କରି ଡାକିଲା, ଆରେ ବାପା, ତମେ କୁଆଡ଼େ ଗଲ? ଶୀଘ୍ର ଘରକୁ ଆସ। ସକାଳୁ ଏମିତି ତମେ କୁଆଡ଼େ ପଳାଇ ଯାଇଛ କି? ଦେଖା ଦର୍ଶନ ଦେଉନା। ବୋଉ ତୁମକୁ ଖୋଜି ଖୋଜି ପାଗିଳି ହୋଇଗଲାଣି। ତେଣୁ ମୋତେ ବାଧ୍ୟ ହୋଇ ତୁମକୁ ଖୋଜିବାକୁ ପଡ଼ିଲା। ତେଣୁ ଯଦି ମୋର ଆବାଜ ଶୁଣୁଛ, ତାହେଲେ ଶୀଘ୍ର ଘରକୁ ଚାଲ। ଏହି ବାତ୍ୟା ବିଷୟରେ ବୁଝିବାକୁ କିଛି ସରକାରୀ ଲୋକ ଆମ ଘରକୁ ଆସିଛନ୍ତି। ବିଜୁ ଏପରି ଡାକିବା ପରେ ମଧ୍ୟ କୌଣସି ଉତ୍ତର ଆସିଲା ନାହିଁ। ତେଣୁ ସେ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା, ଆରେ ବଡ଼ ଆଶ୍ଚର୍ଯ୍ୟ କଥା, ବାପା ଘରେ ନାହାନ୍ତି, ତାଙ୍କ ସାଙ୍ଗ ପାଖରେ ନାହାନ୍ତି ଓ ଚାଷ ଜମିରେ ମଧ୍ୟ ନାହାନ୍ତି। ତାହେଲେ ସିଏ ଗଲେ ତ ଗଲେ କୁଆଡ଼େ? ସେ ଆଉ କିଛି ଅସୁବିଧାରେ ପଡ଼ିଗଲେନି ତ, ଯେଉଁଥିପାଇଁ ତାଙ୍କର ସକାଳୁ କୌଣସି ଦେଖା ଦର୍ଶନ ନାହିଁ। ସେ ଏତିକି କହୁଥିବା ବେଳେ ସେଠାକୁ ତାଙ୍କ ଗାଁର ରମେଶ ଆସିଲା ଓ କହିଲା, ଆରେ ଏ ବିଜୁ, ତୁ ଏଠାରେ କ'ଣ କରୁଛୁ ଓ କ'ଣ ଏପରି ବଡ଼ ବଡ଼ ହୋଇ ଗପି ଯାଉଛୁ? କ'ଣ ପାଗଳ ଫାଗଳ ହୋଇଗଲୁ କିରେ? ଆଉ ହଁ, ତୋ ବାପା ଆଜି କ'ଣ ଚାଷ ଜମିକୁ ଆସିନାହାନ୍ତି? ବାତ୍ୟା ଯୋଗୁଁ ଧାନ ସବୁ ଅଡ଼ୁଆ ହୋଇଯାଇଛି, ତାକୁ କେବେ ସଜାଡ଼ିବେ? ଆରେ ଯାହା ହେବା କଥା ତ ହୋଇଗଲାଣି। ତେଣୁ ସବୁ କଥା ଭୁଲି ଚାଷ ଜମିକୁ ଆସିବାକୁ ପଡ଼ିବ ଓ ପୂର୍ବଥର ପରି କାମ କରିବାକୁ ପଡ଼ିବ, ନହେଲେ ଶେଷରେ ହାତରେ କିଛି ବି ନଥିବ। ଏହା ଶୁଣି ବିଜୁ ଆଶ୍ଚର୍ଯ୍ୟ ହୋଇଗଲା ଓ କହିଲା, ଆରେ ରମେଶ ଦାଦା, କ'ଣ କହୁଛ ତୁମେ? ମୋ ବାପା ଜମିକୁ ଆସିନାହାନ୍ତି, ତାହେଲେ ସିଏ ଗଲେ କୁଆଡ଼େ?
ସକାଳୁ ମୁଁ ଖୋଜୁଛି ହେଲେ ତାଙ୍କୁ ପାଉନି, ତେଣୁ ବାଧ୍ୟ ହୋଇ ଏ ଚାଷ ଜମିକୁ ଆସିଲି। ହେଲେ ତମେ କହୁଛ ସେ ଏଠାକୁ ଆସିନାହାନ୍ତି, ତାହେଲେ ଗଲେ ତ ଗଲେ କୁଆଡ଼େ? ହଉ ଦାଦା, ତମେ କାମ କର, ମୁଁ ଯାଉଛି ଜଙ୍ଗଲ ଆଡ଼େ ଟିକେ ମୋ ବାପାଙ୍କୁ ଖୋଜିବି। ଏପରି କହି ବିଜୁ ସେଠାରୁ ପଳାଇ ଆସିଲା ଜଙ୍ଗଲ ଆଡ଼କୁ। ସେ ଜଙ୍ଗଲରେ ତାର ବାପାଙ୍କୁ ଖୋଜୁଥିବା ବେଳେ ଦେଖିଲା ଜଙ୍ଗଲ ହଲଚଲ ହେଉଥାଏ। ଏହା ଦେଖି ବିଜୁ ଟିକେ ଡରିଗଲା ଓ କହିଲା, ଆରେ ଇଏ କ'ଣ? ଏ ଜଙ୍ଗଲ ଭିତରୁ ଇଏ କିପରି ହଲଚଲ ହେଉଛି? ସତେ ଯେମିତି ଜଙ୍ଗଲରେ ବାତ୍ୟା ହୋଇଗଲା କି ଆଉ। ତେଣୁ ଯାଉଛି ଦେଖିବି ଭିତରେ କ'ଣ ହେଉଛି। ଆରେ ନା ନା, ସେଟା କ'ଣ ମୁଁ ଜାଣିନି। ଯଦି କୌଣସି ଭୟଙ୍କର ଜୀବଜନ୍ତୁ ହୋଇଥିବେ କିମ୍ବା କୌଣସି ଭୂତ ହୋଇଥିବ, ତାହେଲେ ମୋର ମରିବାଟା ପୁରା ଫାଇନାଲ ହୋଇଯିବ। ତେଣୁ ମୋତେ କେଉଁଠି ଗୋଟେ ଲୁଚି ରହି ସେ ହଲଚଲ ଉପରେ ନଜର ରଖିବାକୁ ପଡ଼ିବ। ଏପରି କହି ସେ ଗୋଟିଏ ଜାଗାରେ ଲୁଚି ସେ ହଲଚଲ ହେଉଥିବା ଜାଗା ଉପରେ ନଜର ରଖିଲା ଏବଂ କିଛି ସମୟ ପରେ ଦେଖିଲା ସେ ବାତ୍ୟା ଭୂତ ବାହାରି ଗାଁ ଆଡ଼କୁ ଯାଉଥାଏ। ଏବେ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ, ଯଦି ଭୂତ ସୁରିଆର ବାସ୍ନା ପାଇ ତାକୁ ବନ୍ଦିନ କଲା, ତାହେଲେ ବିଜୁ ଶରୀରର ବାସ୍ନା ତା ନାକରେ ବାଜିଲାନି କାହିଁକି? ଏସବୁର କାରଣ ହେଉଛି ବିଜୁ ତାର ଶରୀରରେ ସେଣ୍ଟ ପକାଇଥାଏ, ଯାହାଦ୍ୱାରା ତାର ଦେହରୁ ମଣିଷର ଗନ୍ଧ ବାହାରୁ ନଥିଲା। ଭୂତ ସେଠାରୁ ଗଲା ପରେ ବିଜୁ କହିଲା, ଆରେ ବାପରେ ବାପ, ଇଏ କି ଭୂତରେ? ଏପରି ଭୂତ ମୁଁ ତ ମୋ ଜୀବନରେ କେବେ ବି ଦେଖିନଥିଲି କିମ୍ବା ଶୁଣିନଥିଲି। ଏ ଭୂତକୁ ଦେଖି ମୋ ଶରୀର ପୁରା କମ୍ପି ଉଠୁଛି। ଯଦି ମୁଁ ହଲଚଲ ଦେଖିବାକୁ ଜଙ୍ଗଲ ଭିତରକୁ ପଶିଥାନ୍ତି ନା, ତାହେଲେ ହୁଏତ ଆଜି ମୋର ମୃତ୍ୟୁ ହୋଇଯାଇଥାନ୍ତା। ଆରେ ମୋ ବାପା ନ ମିଳିବା ପଛରେ ଆଉ ଏ ଭୂତର ହାତ ନାହିଁ ତ? ତେଣୁ ମୋତେ ଲୁଚି ଲୁଚି ଏ ଭୂତର ପିଛା କରିବାକୁ ପଡ଼ିବ। ଏପରି କହି ସେ ଯେମିତି ଭୂତର ପିଛା କରିଛି, ହଠାତ୍ ଦେଖିଲା ଗୋଟିଏ ଚିରାକନାଟେ ପଡ଼ିଥାଏ। ଏହା ଦେଖି ସେ ନିଶ୍ଚିତ ହୋଇଗଲା ଯେ ତା ବାପା ହଜିବା ପଛରେ ନିଶ୍ଚିତ ଏ ଭୂତର ହାତ ଅଛି। ତେଣୁ ସେ କହିଲା, ଆରେ ଇଏ କ'ଣ? ଏ ଚିରାକନା ତ ମୋ ବାପାଙ୍କ ଡ୍ରେସ୍ ସଙ୍ଗେ ମିଶୁଛି। ତାହେଲେ ନିଶ୍ଚିତ ମୋ ବାପା ଏ ଭୂତ ଭିତରେ ଫସିକି ରହିଛନ୍ତି। ତେଣୁ ମୋତେ କିଛି ଗୋଟେ କରି ମୋ ବାପାଙ୍କୁ ଏ ଭୂତଠାରୁ ବଞ୍ଚାଇବାକୁ ପଡ଼ିବ, ନହେଲେ ଏ ଭୂତ ମୋ ବାପାଙ୍କୁ ଜୀବନରୁ ମାରିଦେବ। ହେଲେ ମୁଁ କ'ଣ କରି ମୋ ବାପାଙ୍କୁ ବଞ୍ଚାଇବି? କ'ଣ କରିବି? ସେ ଏପରି ଭାବୁଥିବା ବେଳେ ହଠାତ୍ ମନେ ପଡ଼ିଗଲା ତାଙ୍କ ଗାଁ ପୂଜାରୀ କଥା। ଆରେ ଏ ବିଜୁ, ତୋ ଉପରେ ଆଗକୁ ବହୁତ ବଡ଼ ବିପଦ ଆସିବାର ସମ୍ଭାବନା ଅଛି। ଯଦି ସମୟ ଥାଉ ଥାଉ ତୁ ସତର୍କ ନ ରହୁ, ତାହେଲେ ଏଥିରେ ତୋର ମୃତ୍ୟୁ ମଧ୍ୟ ହୋଇଯାଇପାରେ। ମୁଁ ଏପରି ଭବିଷ୍ୟବାଣୀ କାହାକୁ ବି କରେନି। ତୋତେ କହିବାର କାରଣ ହେଉଛି ତୋର ଭକ୍ତି ଓ ପ୍ରତ୍ୟେକ ଦିନ ମନ୍ଦିର ଆସିବା ଦେଖି ମୁଁ ବହୁତ ପ୍ରସନ୍ନ। ତେଣୁ ତୋତେ ଏପରି କହୁଛି, ତମେ କଳିଯୁଗର ଛୁଆ, ହୁଏତ ମୋ କଥାକୁ ବିଶ୍ୱାସ ନ କରିପାର, ହେଲେ ଏହା ନିରାଟ ସତ୍ୟ କଥା। ଆରେ ବାବା, ମୁଁ କାହିଁକି ତୁମ କଥାକୁ ବିଶ୍ୱାସ କରିବି ନାହିଁ? ମୁଁ ବିଶ୍ୱାସ କରୁଛି ତୁମ କଥା, ମାନୁଛି ମୁଁ କଳିଯୁଗର ଛୁଆ। ହେଲେ ୟା ମାନେ ଏଇଆ ନୁହେଁ ଯେ ମୁଁ କୌଣସି ଦୈବ୍ୟ ଶକ୍ତି ଉପରେ ଭରସା ରଖୁନି। ଯଦି ମୋର ଭରସା ନଥାନ୍ତା, ତାହେଲେ ମୁଁ ମନ୍ଦିର ପ୍ରତ୍ୟେକ ଦିନ ଆସିନଥାନ୍ତି। ହଉ ଛାଡ଼ ସେ କଥା। ଏବେ କୁହ ବାବା, ମୁଁ ବିପଦରୁ କିପରି ରକ୍ଷା ପାଇବି ଓ କ'ଣ କରିପାରିବି? ଆରେ ବାବା ବିଜୁ, ଆସୁଥିବା ବିପଦକୁ ମୁଁ ସମ୍ପୂର୍ଣ୍ଣ ନଷ୍ଟ ନ କରିପାରିଲେ ମଧ୍ୟ ସେଥିରୁ ଅଳ୍ପ ବହୁତ ବଞ୍ଚାଇ ପାରିବି। ସେଥିରୁ ବଞ୍ଚିବାକୁ ହେଲେ ତୋତେ ଗୋଟିଏ ରୁଦ୍ରାକ୍ଷ ଦେବି। ତାକୁ ସର୍ବଦା ତୋ ହାତରେ ପିନ୍ଧିବୁ ଓ ଉପଯୁକ୍ତ ସମୟ ଦେଖି ୟାର ବ୍ୟବହାର କରିବୁ। ଆଉ ଗୋଟେ କଥା ମନେ ରଖ, ଏ ରୁଦ୍ରାକ୍ଷ ତୋ ପାଖରେ ଥାଉ ଥାଉ ତୋର କେହି କିଛି କରିପାରିବେ ନାହିଁ। ଏକଥା ବିଜୁର ମନେ ପଡ଼ିଗଲା। ତେଣୁ ସେ କହିଲା, ଆରେ ମୋତେ ମିଳିଗଲା ସେ ଭୂତ ସଙ୍ଗେ ଲଢ଼ିବାର ଉପାୟ। ସେ ଭୂତ ସାଙ୍ଗରେ କେବଳ ମୋ ରୁଦ୍ରାକ୍ଷ ଦ୍ୱାରା ଲଢ଼ିପାରିବି। ଏହି ରୁଦ୍ରାକ୍ଷ ଦ୍ୱାରା ସେ ଭୂତ ମରିବ। ତେଣୁ ଯଥାସମ୍ଭବ ମୋତେ ଭୂତ ପାଖକୁ ଯାଇ ତାକୁ ମାରିବାକୁ ପଡ଼ିବ ଓ ମୋର ବାପାଙ୍କୁ ବଞ୍ଚାଇବାକୁ ପଡ଼ିବ। ବିଜୁ ଏପରି କହି ଭୂତ ପାଖକୁ ସର୍ଟ ରାସ୍ତା ଦେଇ ଯିବାରେ ଲାଗିଲା ଏବଂ କିଛି ବାଟ ଗଲା ପରେ ଭୂତ ସାମ୍ନାକୁ ପଳାଇ ଆସିଲା। ଭୂତ ବିଜୁକୁ ଦେଖି
ବହୁତ ଖୁସି ହୋଇଗଲା। ଏତିକି ବେଳେ ବିଜୁ କହିଲା, ଆରେ ଏ ଭୂତ ଭାଇ, ମୁଁ ଜାଣିଛି ତୋ ପାଖରେ ମୋ ବାପା ବନ୍ଦିନ ଅଛି, ତେଣୁ ଦୟାକରି ମୋ ବାପାଙ୍କୁ ଛାଡ଼ିଦେ ଓ ଏହା ବଦଳରେ ତୁ ମତେ ଖାଇଦେ। ମୋ ବାପାଙ୍କୁ ମୋ ବୋଉ ବହୁତ ଖୋଜୁଛନ୍ତି। ମୋ ବାପାଙ୍କ ଉପରେ ଆମ ପରିବାର ପୁରା ନିର୍ଭର, ତେଣୁ ଦୟାକରି ମୋ ବାପାଙ୍କୁ ଏଠାରୁ ଯିବାକୁ ଦେ। ହଇରେ ମୂର୍ଖ ଛୁଆ, ତୁ କଣ ଭାବିଲୁ ଏଇଟା ଗପ? ତୁ ଆସି କହିବୁ ଆଉ ମୁଁ ତୋର ବାପାଙ୍କୁ ଛାଡ଼ିଦେବି। ଯଦି ତୁ ଏପରି ଭାବୁଥିବୁ ତାହେଲେ ଭୁଲ ଭାବୁଛୁ। ଆଜି ମୁଁ ଏକା ସାଥିରେ ତୋତେ ମାରି ଖାଇବା ସହ ତୋର ବାପାକୁ ମଧ୍ୟ ଖାଇବି। ଚାଲି ଆସିଲା ବେଶୀ ଚାଲାକି ଦେଖାଇ ତାର ବାପାଙ୍କୁ ବଞ୍ଚାଇବାକୁ। ତୋ ବାପା ମଧ୍ୟ ଏପରି ଚାଲାକ କରି ମତେ ଲୁଚିକି ଦେଖୁଥିଲା, ତେଣୁ ସେ ଆଜି ମୋ ପାଖରେ ଅଛି। ତୁ ମଧ୍ୟ ଠିକ ସେପରି କଲୁ, ତେଣୁ ତୁ ମଧ୍ୟ ମରିବୁ। ବିଜୁ ଏପରି ଶୁଣି ବହୁତ ଜୋରେ ରାଗିଗଲା। ତେଣୁ ତା ହାତରେ ଥିବା ରୁଦ୍ରାକ୍ଷକୁ ଭୂତ ଉପରକୁ ପକାଇଦେଲା, ଯାହାଦ୍ୱାରା ସେ ରୁଦ୍ରାକ୍ଷ ଭୂତ ବାତ୍ୟାରେ ବାଜିଲା, ଯାହାଦ୍ୱାରା ଭୂତ ସେଇଠାରେ ମରିଗଲା। ଓ ତାପରେ ବିଜୁର ବାପା ଭୂତ ବନ୍ଦିନରୁ ମୁକ୍ତ ପାଇଲା ଏବଂ କହିଲା, ଆରେ ପୁଅ ବିଜୁ, ତୋ ଯୋଗୁଁ ଆଜି ମୁଁ ବଞ୍ଚି ପାରିଲି। ଜଣା ନାହିଁ ତୁ ଯଦି ଆଜି ଏଠାରେ ନଥାନ୍ତୁ ତାହେଲେ ହୁଏତ ଏ ଭୂତ ମତେ ଆଜି ମାରି ଦେଇଥାନ୍ତା। ତୋର ସାହସ ଓ ବୁଦ୍ଧି ପାଇଁ ମୁଁ ଆଜି ବଞ୍ଚି ପାରିଲି। ମୁଁ ତ ମନେ ମନେ ଭାବି ସାରିଥିଲି ଆଜି ହେଉଛି ମୋର ଶେଷ ଦିନ ବୋଲି, ହେଲେ ତୁ ମତେ ବଞ୍ଚାଇଲୁ, ତେଣୁ ତତେ ଯେତେ ଧନ୍ୟବାଦ ଦେଲେ ବି କମ୍ ପଡ଼ିବ। ଆରେ ବାପା, ମୁଁ ତୁମ ପୁଅ, ମୁଁ ଏସବୁ ମୋ ବାପା ପାଇଁ କରିଛି। ଆଜି ଯଦି ମୁଁ ଏପରି ଭୂତ କବଳରେ ବନ୍ଦିନ ଥାନ୍ତି ତାହେଲେ ହୁଏତ ତମେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ମତେ ବଞ୍ଚାଇଥାନ୍ତ। ମୁଁ ମଧ୍ୟ ଠିକ ସେପରି ମୋ ବାପାଙ୍କୁ ବଞ୍ଚାଇଲି। ଏଥିରେ ଧନ୍ୟବାଦ ଦେବା କୌଣସି ଦରକାର ନାହିଁ। ଯଦି ଧନ୍ୟବାଦ ଦେବା କଥା ତାହେଲେ ଭଗବାନଙ୍କୁ ଦିଅ। ଯଦି ସେ ମତେ ତୁମ ପାଖକୁ ପଠାଇ ନଥାନ୍ତେ କିମ୍ବା ଉପଯୁକ୍ତ ସମୟରେ ମତେ ବୁଦ୍ଧି ଦେଖାଇ ନଥାନ୍ତେ ତାହେଲେ ମୁଁ ତୁମକୁ ବଞ୍ଚାଇବାରେ କେବେ ବି ସମ୍ଭବ ହୋଇନଥାନ୍ତି। ଏପରି ଭାବେ ବିଜୁ ନିଜର ଚାଲାକି ଓ ସାହସ ଯୋଗୁଁ ତାର ବାପାକୁ ବଞ୍ଚାଇ ଦେଲା।